बाबू माने सांग माने फ्रेंड्स वेलकम टू टुडेस लंच टुडे इज फ्राइडे and also the day of non-veg non-veg day aji non-veg day ku I welcome you all ଆପଣ ଦେଖୁଛନ୍ତି ଆଉ ଦେଖିକିରି ଆପଣ ସନ୍ତୁଷ୍ଟ ହୁଅନ୍ତୁ। ଆଜି ସାଲାଡ ଦଳା ହେଉଛି, ବହୁତ ଦିନ ଆଉ ସାଲାଡ ଦଳା ହେଇନି, ମଝିରେ ମଝିରେ କାମ ଚାଲିଛି, ସବୁ ଡିଷ୍ଟର୍ବ ହେଇଗଲା। ମୋ ପିଲା ଯେଉଁ ଆସି ରହିଲେ ସେ ଆଉ ସାଲାଡ ମାଲାଡ କିଛି କଲେନି ନା ମୋତେ ଖୁଆଇଦେଲେନି। ସେ ଛୁଆ ଦିଟା ଯେଉଁ ରହିଲେ ଛାଡ଼ନ୍ତୁ ସେ କଥା। ସାନ ଝିଅଟି ମୋର ସାଲାଡ କରେ, ଭୁବନେଶ୍ୱର ଗଲେ ସାନ ଝିଅ ସାଲାଡ କରେ, ବଡ଼ ଝିଅ ସାନ ଝିଅ ଏଠିକି ଆସିଲେ ବି କରେ। ସେମାନେ ଆସିଲେ ମୋର ଖାଇବା ପ୍ରୋସିଜିଓରଟା ସବୁ ଚେଞ୍ଜ, ପୁରା ଗଡ଼ବଡ଼। କ'ଣ କେତେବେଳେ ଦେବେ, ଆଇ ଏମ୍ ନଟ୍ ଇଣ୍ଡିପେଣ୍ଡେଣ୍ଟ ଇନ୍ ମାଇ ଖାଇବା। ସେମାନେ ରହିବା ଭିତରେ କମ୍ପ୍ଲିଟଲି ଡିପେଣ୍ଡେଣ୍ଟ ଅନ୍ ଦେମ୍। ମୋ ଚଏସ୍ର ଖାଦ୍ୟ ମୁଁ କିଛି ଖାଇପାରେ ନା, ସିଏ ଯାହା କରିବେ ଚଲେଇବି। ତେଣୁ ଏସବୁ ଡିଷ୍ଟର୍ବ ହେଇଯାଇଛି। ଆଉ ଆ ଭିତରେ ଭୁବନେଶ୍ୱର ରହିବା ହେଇଗଲା। ତାପରେ ଆସିଲା ପରେ ଦୁଇଟା ଚାରିଟା ଖଣ୍ଡେ ଭୋଜି ପଡ଼ିଲାଣି। ହଁ ଶୀଘ୍ର ଆଣେ, ଜଲ୍ଦି ଆଣେ। ଆଉ ଆଳୁ ଏକୁଟିଆ ଖାଇବୁ, ଦୁଇଟା ଆଣେ, ମୋର ଦୁଇଟା ତୋର ଦୁଇଟା, ଗୋଟିଏ ନେବୁ କାହିଁକି? ଆଳୁଟା ପଡ଼ିଛି, ତୁ ଦୁଇଟା ଖାଇବୁ, ମୁଁ ଦୁଇଟା ଖାଇବି ନା ସବୁ ଯାକ ଖାଇବ? ଶୀଘ୍ର ଆଣେ, 2ଟା ବାଜିଲାଣି, ପ୍ରବଳ ଭୋକ ହେଲାଣି ମୋତେ। ମୋ ମୁଣ୍ଡ କ'ଣ ହେଇଗଲାଣି ଆଜି ଭୋକରେ, ଦେହ ଥରିଲାଣି। ହଁ ଆଉ କ'ଣ ତୁ ଏକୁଟିଆ ଖାଇବୁ? ହଁ ଯାହା ପଡ଼ିଛି ତୁ ଅଧେ ରଖ, ଅଧେ ଆଣେ, ମୋ ପାଇଁ ଆଣେ, ତୁ ରଖ। ଆଉ ଭୋଜି ଗୁଡ଼ା ପଡ଼ିଗଲା। ଗତ ବୁଧବାର ମାଛ ଆସିଥିଲା, ସକାଳେ ମାଛ ଆସିଥିଲା, ଖରାବେଳକୁ ମୁଁ ଗଲି ମୋର ସଙ୍ଗାତର ଯେଉଁ ଥିଲା ରିଙ୍ଗ ସେରିମନି, ସେଠିକି ଗଲି, ଖାଇପାରିଲିନି। ସକାଳେ ଗୋଟେ ପିସ୍ ଖାଇଥିଲି, ଇଏ ତାର କରିକିରି ଖାଇଲା। ସେଇ ମାଛରୁ 3-4 ପିସ୍ 5 ପିସ୍ ରହିଯାଇଥିଲା। ଆଜି ସକାଳେ ବନ୍ଧାକୋବିରେ ହେଇଛି ଘାଣ୍ଟ, ବନ୍ଧାକୋବି ଘାଣ୍ଟିଆ, ମାଛ ମୁଣ୍ଡ ଆଉ ନାଞ୍ଜ ପଡ଼ି ହେଇଛି। ଛୋଟିଆ ମାଛଟି, 500 ଗ୍ରାମ ମାଛ ଆସିଥିଲା, 600 ଗ୍ରାମ ବନ୍ଧାକୋବିରେ ପଡ଼ିକିରି ଘାଣ୍ଟିଆ ହେଇଥିଲା। ରୁଟିରେ ଖାଇଲୁ, ବଢ଼ିଆ ଲାଗିଲା, ଭାରି ଟେଷ୍ଟି। କଣ୍ଟା ପ୍ରବଳ, ନାଞ୍ଜ ମୁଣ୍ଡରେ ଯେଉଁ କଣ୍ଟା ଖାଲି ମିଶି ଯାଇଥାଏ ବାଲୁ ବାଲୁ ହେଇକିରି। ତାପରେ ଆଉ ଯେଉଁ 3 ପିସ୍ ଥିଲା ତାକୁ ସେ ଆଜି ଗୋଟେ ନୂଆ ପଦ୍ଧତିରେ ତରକାରୀ ହେଇଛି। ଫୁଲକୋବି, ମାଟି ଆଳୁ ଛୋଟିଆ ଛୋଟିଆ, 2 ପିସ୍ ମାଟି ଆଳୁ ଛୋଟିଆ ଛୋଟିଆ, 4 ପିସ୍ ଛୋଟିଆ ଛୋଟିଆ ମାଟି ଆଳୁ, 4 ପିସ୍ ଛୋଟିଆ ଛୋଟିଆ ଆଳୁ, ଲୋ ସୁଗାର ପଟାଟୋ, ଟମାଟର, ବିଲାତି ଆଣ୍ଡ ମାଛ ପଡ଼ିକି ତା ଗୋଟା ମାନେ ଅଲଗା ଢଙ୍ଗର ତରକାରୀ ଆଜି ହେଇଛି ଖାଇବା ଲାଗି। ମୁଁ କହିଲି ଆଜି ଟିକେ ଖାଇବା ଭିଡ଼ିଓ କରିଦେବା। ଖାଇବା ଭିଡ଼ିଓ ବହୁତ ଦିନ ହେଇନି, ଆପଣମାନେ ଦେଖିନାହାନ୍ତି। ଅନେକ ଲୋକ ଭାରି ଭଲ ପାଉଛନ୍ତି ଖାଇବା ଭିଡ଼ିଓକୁ, ମୁଁ ଯାହା ତାଙ୍କର କମେଣ୍ଟରେ ଦେଖନ୍ତି। ଅନେକ ଲୋକ ଶୋଧୁଛନ୍ତି, ଗାଳି ବି ଦେଉଛନ୍ତି। ଆସିଗଲା ଭାତ, ଆସିଗଲା ମାଛ ତରକାରୀ, ଆସିଗଲା। ଆରେ ବାଃ, ଆଜି ତ ଝୋଳ ଅଧିକ ହେଇଯାଇଛି ନା? ଠିକ୍ ଅଛି, ଠିକ୍ ଅଛି ନା, ଠିକ୍ ଅଛି। ଆଉ କ'ଣ ଅଛି? ଆଉ ବନ୍ଧାକୋବି ଅଛି ବା, କାହିଁ ବନ୍ଧାକୋବି ଦେବୁନି କି? ସନ୍ତୁଳା କେତେବେଳେ ଦେଲୁ? ଭଲ ଆଉ ଝୋଳ ହେଇଛି ଆଜି। ଖରାପ ହେଇଯିବ ତ ମୋର ଖାଲି। ବନ୍ଧାକୋବି ସନ୍ତୁଳା, ମାଛ ମୁଣ୍ଡ ପଡ଼ି ହେଇଛି। ଇଏ ହେଉଛି ଆଜିର ଖାଦ୍ୟ। ମୋ ପାଣି ବୋତଲଟା ଟିକେ ଆଣି ମୋତେ ଦେଇଦିଏ, ମୋତେ ଖାଲି ଦେଖେଇଦିଏ। ଲାଇନ୍ ଆସିଗଲା, ଆସିଲେ କେତେ ମିନିଟ୍ ହବ। ଦେଖେଇଦେବା ଟିକେ ଆଜିର ଖାଦ୍ୟ, ବାବୁମାନେ ଟିକେ ଦେଖିବେ ଆଜିର ଡେଲିସିୟସ୍ ଫୁଡ୍ସ। ମାଛ, ଫୁଲକୋବି, ଆଳୁ, ମାଟି ଆଳୁ, ବିଲାତି, ଆଉ ଏଠି ହେଉଛି ମୋର ପ୍ରିୟ ସାଲାଡ଼, ଆଉ ଇଏ ହେଉଛି ବନ୍ଧାକୋବି, ଆଳୁ, ମାଟି ଆଳୁ।